ଝୁମ୍ପୁରା ବ୍ଲକ ଅର୍ସଳା ପଞ୍ଚାୟତର ଅନ୍ଧାରୀ ଖମଣ ଗ୍ରାମରେ ଆମ ଗାଁରେ ଆମ ତହସିଲ କାର୍ଯ୍ୟକ୍ରମ ତହସିଲଦାର ରୋହିତ ବାଗଙ୍କ ତତ୍ତ୍ୱାବଧାନରେ ଅନୁଷ୍ଠିତ ହୋଇଯାଇଛି। ଚମ୍ପୁଆ ଉପଜିଲ୍ଲାପାଳ ଉମାକାନ୍ତ ପରିଡ଼ା କାର୍ଯ୍ୟକ୍ରମରେ ଯୋଗଦାନ କରି ଆନୁଷ୍ଠାନିକ ଭାବେ ଉଦ୍ଘାଟନ କରିବା ସହ ଆମ ଗାଁରେ ଆମ ତହସିଲ କାର୍ଯ୍ୟକ୍ରମର ଉଦ୍ଦେଶ୍ୟ କ'ଣ ରହିଛି, ଏହା ଗ୍ରାମଗୁଡ଼ିକରେ କରିବା ଦ୍ୱାରା ଜନସାଧାରଣ କି ଲାଭ ପାଇପାରିବେ ସେ ସମ୍ପର୍କରେ ଉପସ୍ଥିତ ଜନସାଧାରଣଙ୍କୁ ଅବଗତ କରିଥିଲେ। କାର୍ଯ୍ୟକ୍ରମରେ ଉପସ୍ଥିତ ରହିଥିଲେ ଅତିରିକ୍ତ ତହସିଲଦାର ପ୍ରିୟଦର୍ଶିନୀ ନାୟକ, ରାଜସ୍ୱ ଅଧିକାରୀ ସୁଶାନ୍ତ ଦ୍ୱିବେଦୀ, ଅତିରିକ୍ତ ରାଜସ୍ୱ ଅଧିକାରିଣୀ ସାବିତ୍ରୀ ତରାଇ। ଆମ ଗାଁରେ ଆମ ତହସିଲ କାର୍ଯ୍ୟକ୍ରମରେ 23ଟି 2 ଖାତା ସଂଶୋଧନ, 20ଟି ଜମି ଚିହ୍ନଟ ମାମଲା ଶୁଣାଣି, 30ଟି ସରକାରୀ ଜମି ଚିହ୍ନଟ ମାମଲା ଶୁଣାଣି, 25 ଜଣ ବାର୍ଦ୍ଧକ୍ୟ, ଅବିବାହିତ ମହିଳା, ବିଧବା, ବିକଳାଙ୍ଗ ଭତ୍ତା ଶୁଣାଣି, 23 ଜଣକୁ ବାସିନ୍ଦା ଜାତି ଆୟ ପ୍ରମାଣପତ୍ର ପ୍ରଦାନ, 4 ଜଣ ଭୂମିହୀନଙ୍କ ଦରଖାସ୍ତ ବିଚାର କରାଯାଇଥିଲା। କାର୍ଯ୍ୟକ୍ରମକୁ ପରିଚାଳନାରେ ସହଯୋଗ କରିଥିଲେ ତହସିଲ କର୍ତ୍ତୃପକ୍ଷ। ମୋ ନାଁ ରୋହିତ ବାଗ, ତହସିଲଦାର ଝୁମ୍ପୁରା। କଣ କହିବେ ଆଜି ଯୋଉ ଆମ ଗାଁରେ କାର୍ଯ୍ୟକ୍ରମ କଣ ସେ ବିଷୟରେ କହିବେ, କଣ ବାର୍ତ୍ତା ଦେବେ? ଏଇଟା ରାଜସ୍ୱ ପରିଚାଳନା ବିଭାଗର ଏକ ନିଆରା ଇନିସିଏଟିଭ, ଯୋଉଠି ଲୋକାଭିମୁଖ ହେବ ସରକାର। ଆମର ଏଇ ପ୍ରୋଗ୍ରାମ ରେ ଆମ ଗାଁ ଆମ ତହସିଲ ଦୁଆର ମୁଖରେ ରାଜସ୍ୱ ସେବା, ଆମେ ଯେତେ ଗୁଡେ ରାଜସ୍ୱ ସେବା ଅଛି କେମିତି ଲୋକଙ୍କ ଘରକୁ ଘର ଆମେ ଦେଇପାରିବା, ଗାଁକୁ ଗାଁ ଆମେ ବୁଲିକି ଦେଇପାରିବା। ଏବେ ଯେହେତୁ ଆମ ସରକାରଙ୍କର ଗୋଟେ ନୂଆ ଇନିସିଏଟିଭ ଅଛି, ଲୋକାଭିମୁଖ ହେବ ସରକାର, ଲୋକଙ୍କୁ ଆଉ ତହସିଲ ଅଫିସ ଯିବା ପାଇଁ ଯେତେ କମ ପଡିବ ସେତେ ଭଲ। ଆମେ ଯେତେ ଅଧିକ ଲୋକଙ୍କ ପାଖକୁ ପହଞ୍ଚି ପାରିବା ତା ଉପରେ ଆମେ ଫୋକସ ଦଉଛୁ। ଏବଂ ଏଇଟା ଆମ ତହସିଲର ଗୋଟେ ଗାଁରେ ଆମେ କ୍ୟାମ୍ପ ଆୟୋଜନ କରିଥିଲୁ। ଗାଁର ନାଁ ହେଲା ଅନ୍ଧାରୀ ଖମଣ, ଝୁମ୍ପୁରା ରାଇ ସର୍କଲ ଅଣ୍ଡରରେ। ଆଉ ବହୁତ ଝୁମ୍ପୁରାରୁ ଜେଥୁରାମ ମହାକୁଡଙ୍କ ରିପୋର୍ଟ, ବୈତରଣୀ ଖବର।